ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିନିଅନ୍ତୁ। ପ୍ରଥମ ଖବର, ବଢ଼ିଲା ସୁନା ଓ ରୂପା ଦର। ଭୂ ରାଜନୈତିକ ଅସ୍ଥିରତା ଭିତରେ ନୂଆ ରେକର୍ଡ ଭାଙ୍ଗିଛି ରୂପା। ସୁନା ପୁଣି ଥରେ ଶିଖର ଛୁଇଁଛି। ମଙ୍ଗଳବାର ଏମ୍ସିଏକ୍ସରେ ସୁନା 1.5 ଲକ୍ଷ ଟପିଛି। ସୁନା 10 ଗ୍ରାମ ପ୍ରତି 4,300 ଟଙ୍କା ମହଙ୍ଗା ହୋଇ 1.5 ଲକ୍ଷ ପାର କରିଛି। ସେହିଭଳି ମଙ୍ଗଳବାର ମଧ୍ୟ ରୂପା ମୂଲ୍ୟ ବଢ଼ିଛି। ରୂପା ମୂଲ୍ୟ 17,500 ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ସହ ରୂପା କେଜି ପିଛା 3,27,000 ଟଙ୍କା ପାର କରିଛି। ମଙ୍ଗଳବାର ଦ୍ୱିପ୍ରହର ସୁଦ୍ଧା ସୁନା ଦର 3% ଓ ରୂପା 5% ବଢ଼ିଛି। ପରବର୍ତ୍ତୀ ଖବର, ଏଣିକି ଆମ ବସ୍ ଚଲାଇବେ ମହିଳା ଡ୍ରାଇଭର। ଏନେଇ ପୁନେରେ ସେମାନଙ୍କୁ ତାଲିମ ଦିଆଯିବ। ଆଗାମୀ ଦିନରେ ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷା, ଯାତ୍ରା ଓ ସାମ୍ପ୍ରତିକ ପରିସ୍ଥିତିରେ ଜନ ପରିବହନର ବିଶେଷ ଚାହିଦାକୁ ଲକ୍ଷ୍ୟ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମହିଳା ଚାଳକଙ୍କ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଆଗାମୀ ଜାନୁଆରୀ 31 ତାରିଖରେ କ୍ରୁଟ୍ ପକ୍ଷରୁ 20 ଜଣ ମହିଳା ଇ-ବସ୍ ଚଲାଇବା ତାଲିମ ନେବେ। ପୁନେରେ ଏହି ତାଲିମ ଦିଆଯିବ। ପରବର୍ତ୍ତୀ ଖବର, ରାଜ୍ୟରେ ଏପ୍ରିଲ 16ରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା। ଏଥିପାଇଁ ବିଧିବଦ୍ଧ ଭାବେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାବପତ୍ର ଆଉ ତାପରେ ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ଯାଇ ଜନଗଣନା କରାଯିବ। ଜନଗଣନା ପାଇଁ ଲକ୍ଷାଧିକ ଜନଗଣନା ଅଧିକାରୀମାନେ ନିଯୁକ୍ତି ହେବେ। 30 ଦିନ ଧରି ଚାଲୁଥିବା ଏହି ପ୍ରକ୍ରିୟା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରବର୍ତ୍ତୀ ଖବର, ରାତି ବଢ଼ି ଚାଲିଥିଲା, ସମସ୍ତେ ଶୋଇପଡ଼ିଥିଲେ। କେହି କିଛି ବୁଝିବା ପୂର୍ବରୁ ରାଜଧାନୀର ବ୍ୟସ୍ତବହୁଳ 1 ନମ୍ବର ହାଟରେ ନିଆଁ ଲାଗିଗଲା। ଆଖି ପଲକ ଖୋଲୁ ଖୋଲୁ 40ରୁ ଅଧିକ ଦୋକାନୀକୁ ବ୍ୟାପି ଯାଇଥିଲା ନିଆଁ। ଆଉ ନିମିଷକେ ଛାରଖାର କରିଦେଲା ସବୁକିଛି। ପ୍ଲାଷ୍ଟିକ ଦୋକାନରୁ ଲାଗିଥିବା ନିଆଁ ଜଳିଯାଇଛି 40ରୁ ଅଧିକ ଦୋକାନ। ଭୟଙ୍କର ଅଗ୍ନିକାଣ୍ଡରେ କ୍ୟାପିଟାଲ ଥାନାରେ ଏସି କମ୍ପ୍ରେସରେ ଫାଟିବା ସହ ଝରକା କ୍ଷତିଗ୍ରସ୍ତ ହୋଇଛି। ବିଳମ୍ବିତ ରାତିରେ ଲାଗିଥିବା ନିଆଁ ଯୋଗୁଁ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଦିନର ଭିଡ଼ କିମ୍ବା ସନ୍ଧ୍ୟାର ଗହଳି ନିଆଁ ଲାଗିଥିଲେ ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିଥାନ୍ତା ବୋଲି ଚର୍ଚ୍ଚା ହେଉଛି। ପରବର୍ତ୍ତୀ ଖବର, ବବିଙ୍କ ଉପରେ ହେବ ଆକ୍ସନ। ବିଜେଡିରୁ ବଳି ପଡ଼ୁଥିବା ନେତାଙ୍କ ଭିତରେ ଆଗକୁ କିଏ? ଏହି ତାଲିକାରେ ଏବେ ବବି ଦାସଙ୍କ ନାଁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କୁହାଯାଉଛି ପାଣ୍ଡିଆନଙ୍କ ସହ ଶତ୍ରୁତା ବବିଙ୍କୁ ଭାରି ପଡ଼ିପାରେ। ଦଳ ତାଙ୍କ ବିରୋଧରେ ନେଇପାରେ ଆକ୍ସନ। ବିଜୟ ମହାପାତ୍ରଙ୍କ ସହ ଫଟୋ ଦେଖାଇ ଆକ୍ସନ ନେବାକୁ କୋଟରୀ ଗ୍ରୁପ ପ୍ଲାନ୍ କରୁଥିବା ଚର୍ଚ୍ଚା ଜୋର ଧରିଛି। ପରବର୍ତ୍ତୀ ଖବର, 5 ଦିନ ମିଳିବନି ମଦ। ଆସୁଥିବା ମାସଗୁଡ଼ିକରେ କିଛି ନିର୍ଦ୍ଦିଷ୍ଟ ତାରିଖରେ ରାଜଧାନୀରେ ମଦ୍ୟପାନ ବିକ୍ରୟ ସମ୍ପୂର୍ଣ୍ଣ ଭାବରେ ନିଷେଧ କରାଯିବ। ଦିଲ୍ଲୀ ସରକାରଙ୍କ ଅବକାରୀ ବିଭାଗ ପର୍ବପର୍ବାଣୀ ଓ ଜାତୀୟ କାର୍ଯ୍ୟକ୍ରମଗୁଡ଼ିକୁ ସମାଯୋଜନ କରିବା ପାଇଁ ଜାନୁଆରୀ 26ରୁ ମାର୍ଚ୍ଚ 31, 2026 ମଧ୍ୟରେ 5ଟି ଶୁଷ୍କ ଦିବସ ଘୋଷଣା କରିଛନ୍ତି। ପରବର୍ତ୍ତୀ ଖବର, ବିବାଦରେ ଅବସର ନିଯୁକ୍ତି। ଗୃହ ବିଭାଗକୁ ପୁଣି ଫେରିଲା ଷ୍ଟପ୍ ଗ୍ୟାପ୍ ଆରେଞ୍ଜମେଣ୍ଟ। 800 ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ମିଳିବ ପୁନଃ ନିଯୁକ୍ତି। କାମଚଳା ନିଯୁକ୍ତି ନେଇ ଗୃହ ବିଭାଗର ପ୍ରସ୍ତାବ ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପୋଲିସ ଚାକିରି ଆଶାୟୀ। ତେଣେ ପୁନଃ ନିଯୁକ୍ତିକୁ ନେଇ ତେଜିଛି ରାଜନୀତି। ପରବର୍ତ୍ତୀ ଖବର, ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ। ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର।
ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400 ପ୍ରଣାଳୀ ପରେ ଭାରତ ଏବେ ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ହାଇ ପାୱାର ଲେଜର ଅସ୍ତ୍ର ପ୍ରସ୍ତୁତି କରୁଛି। ଏହା ପାରମ୍ପରିକ ଗୋଳାବାରୁଦ ବିନା ଶତ୍ରୁ ପକ୍ଷର ଡ୍ରୋନ୍ ଏବଂ ମିସାଇଲକୁ ଆକାଶରେ ଧ୍ୱଂସ କରିବାରେ ସକ୍ଷମ ହେବ। ପରବର୍ତ୍ତୀ ଖବର ସେୟାର ବଜାରରେ ହାହାକାର 1000 ପଏଣ୍ଟ ଖସିଲା ସେନ୍ସେକ୍ସ। ନିବେଶକଙ୍କ 7.67 ଲକ୍ଷ କୋଟି ଟଙ୍କା ସ୍ୱାହା। ସପ୍ତାହର ଦ୍ୱିତୀୟ କାର୍ଯ୍ୟ ଦିବସରେ ଭାରତୀୟ ସେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ ଏବଂ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ସେୟାର ଗୁଡ଼ିକର ବ୍ୟାପକ ହ୍ରାସ ପାଇଛି। ଫଳରେ ନିବେଶକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ମଙ୍ଗଳବାର କାରବାର ଶେଷ ସୁଦ୍ଧା ସେନ୍ସେକ୍ସ ପ୍ରାୟ 1065 ପଏଣ୍ଟ ହ୍ରାସ ପାଇ ବନ୍ଦ ହୋଇଥିବା ବେଳେ ନିଫ୍ଟିରେ ମଧ୍ୟ ବଡ଼ ଧରଣର ଅବନତି ଘଟିଛି। ପରବର୍ତ୍ତୀ ଖବର ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର 8ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ 3.7%କୁ ବୃଦ୍ଧି ପାଇଛି, ଯାହା ଗତ 4 ମାସ ମଧ୍ୟରେ ସର୍ବାଧିକ। ନଭେମ୍ବର ମାସରେ ଏହି ହାର 2.1% ରହିଥିଲା। ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବିଶେଷ କରି ଇସ୍ପାତ, ସିମେଣ୍ଟ ଏବଂ ବିଦ୍ୟୁତ୍ ଶକ୍ତି କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇଛି। ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ସିମେଣ୍ଟ ଉତ୍ପାଦନରେ 13.5% ଏବଂ ଇସ୍ପାତ ଉତ୍ପାଦନରେ 6.9% ବୃଦ୍ଧି ଘଟିଛି। ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ 5.3% ଅଭିବୃଦ୍ଧି ରେକର୍ଡ କରାଯାଇଛି, ଯାହା ଗତ 9 ମାସ ମଧ୍ୟରେ ଦ୍ରୁତତମ। କୋଇଲା ଉତ୍ପାଦନରେ ମଧ୍ୟ 3.6%ର ସୁଧାର ଆସିଛି। ପରବର୍ତ୍ତୀ ଖବର ଟ୍ରମ୍ପଙ୍କୁ ଡାଇରେକ୍ଟ ଚେତାବନୀ ଦେଲେ ଚୀନ ଜିନପିଙ୍ଗ। ଗ୍ରୀନଲ୍ୟାଣ୍ଡକୁ ନେଇ ଆମେରିକା ଚୀନ ମୁହାଁମୁହିଁ। ଟ୍ରମ୍ପଙ୍କ ଗ୍ରୀନଲ୍ୟାଣ୍ଡ କିଣିବା ଜିଦ୍ ଏବଂ ୟୁରୋପୀୟ ସହଯୋଗୀଙ୍କ ଉପରେ ଟାରିଫ୍ ଲଗାଇବା ଧମକ ବିଶ୍ୱ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ବେଳେ ଟ୍ରମ୍ପଙ୍କ କାଉଣ୍ଟର କରିବା ପାଇଁ ଚୀନ ଏବେ ପ୍ଲାନ୍ ବି ପ୍ରସ୍ତୁତି କରୁଛି, ଯାହା ଆଗାମୀ ଦିନରେ ଆମେରିକାର ଚିନ୍ତା ବଢ଼ାଇବାକୁ ଯାଉଛି।